ପିଲାମାନେ ଯେତେବେଳେ ମନରେ ଗର୍ବ ଆସିବ ସେତେବେଳେ ଆକାଶକୁ ଚାହଁ। ଏକଥା ଏଇଥିପାଇଁ କୁହାଯାଇଛି ଯେ ଯେମିତି ଆକାଶ ବିସ୍ତୃତ ଭାବେ ସମସ୍ତଙ୍କୁ ଉପରେ ଛାତ ଭଳି ରହିଛି, ତାର ଉଚ୍ଚ ନିଚ ନାହିଁ, ଏତେ ବିଶାଳ ହୋଇ ମଧ୍ୟ ତା ମନରେ ମଧ୍ୟ ଟିକିଏ ମଧ୍ୟ ଗର୍ବ ନାହିଁ। ଏଇ ସୁନ୍ଦର ଥଟ୍ଟିକୁ ନେଇକି ଆମେ ଆଜିର କ୍ଲାସ୍ ଆରମ୍ଭ କରିବା। ମନରେ ଆସୁ ଭଲ ଭାବନା, ଏଇଭଳି ଭାବରେ ଆକାଶ ଭଳି ଆମର ମଧ୍ୟ ଭଲ ଭାବନା ମନରେ ଆସୁ। କିଭଳି ଭାବରେ ଲେଖିଛନ୍ତି ଡକ୍ଟର ଚକ୍ରଧର ବିଶ୍ୱାଳ, ତାକୁ ଆଜି ଆଲୋଚନା କରିବା। ବିଷୟକୁ ଯିବା ପୂର୍ବରୁ ଆମେ ଆଲୋଚନା କରିବା ପୂର୍ବ କ୍ଲାସ୍ର ଯେଉଁ ପ୍ରଶ୍ନ ଦିଆଯାଇଥିଲା। ପ୍ରଶ୍ନ ଗୁଡ଼ିକ ଥିଲା, ପ୍ରଥମ ଥିଲା NHAI ର ଫୁଲ୍ ଫର୍ମ କ'ଣ? ଫୁଲ୍ ଫର୍ମ ହେଉଛି ନ୍ୟାସନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ। ବହୁତ ପିଲା ସଠିକ୍ ଉତ୍ତର ଦେଇଛନ୍ତି, ସମସ୍ତଙ୍କୁ ଧନ୍ୟବାଦ। ପରବର୍ତ୍ତୀ ପ୍ରଶ୍ନ ଥିଲା, ନାଲି ଗାଡ଼ି ଅଟକିବା ପାଇଁ କେଉଁ ଲାଇଟ୍ ବ୍ୟବହାର କରାଯାଏ? ଗାଡ଼ି ଅଟକିବା ପାଇଁ ନାଲି ଆଲୁଅ ବା ନାଲି ବତୀ ବ୍ୟବହାର କରାଯାଏ। ପରବର୍ତ୍ତୀ ପ୍ରଶ୍ନ ଥିଲା, ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ କିଏ ରୋଡ଼ ଆଣ୍ଡ ଟ୍ରାନ୍ସପୋର୍ଟ ମିନିଷ୍ଟର ଅଛନ୍ତି? ରାସ୍ତା ଏବଂ ପରିବହନ, ଯୋଗାଯୋଗ, ରାସ୍ତା ଏବଂ ପରିବହନ ବିଭାଗର କିଏ ଅଛନ୍ତି ମନ୍ତ୍ରୀ? ସେ ହେଉଛନ୍ତି ନୀତିନ ଗଡ଼କରୀ। ଏବଂ ପରବର୍ତ୍ତୀ ଥିଲା, ବାଇକ୍ ଲାଇସେନ୍ସ କରିବା ପାଇଁ ହେଲେ କେତେ ବର୍ଷ ମିନିମମ୍ ଦରକାର? ଅନ୍ୟୁନ କେତେ ବର୍ଷ ହୋଇଥିବା ଦରକାର ଜଣେ ବାଇକ୍ ଲାଇସେନ୍ସ କହିବା ପାଇଁ? ତେଣୁ ତାକୁ 18 ଇୟର୍ସ ବା 18 ବର୍ଷ ନିହାତି ଦରକାର। ଏବଂ ପରବର୍ତ୍ତୀ ପ୍ରଶ୍ନ ଥିଲା ଯେ ଆମେ ପାଦଚଲା ପଥଚାରୀମାନଙ୍କ ନିମନ୍ତେ ରାସ୍ତା ଏପଟରୁ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ ଯେଉଁ ଧଳା କଳା ଗାର ଚିହ୍ନ ଦିଆଯାଇଥାଏ ତାକୁ କ'ଣ କୁହାଯାଏ? ତାକୁ ଜେବ୍ରା କ୍ରସିଂ କୁହାଯାଏ। ସଠିକ୍ ଉତ୍ତର ହେଉଛି ଜେବ୍ରା କ୍ରସିଂ। ଏ ଥିଲା ଆଜିର ପୂର୍ବ କ୍ଲାସ୍ର ପ୍ରଶ୍ନ। ଆଜିର ପ୍ରଶ୍ନ ଆମେ ଆଲୋଚନା କରିବା ପୁଣି କ୍ଲାସ୍ର ଶେଷରେ। ଚକ୍ରଧର ବିଶ୍ୱାଳ ଦୀର୍ଘ ବର୍ଷ ଅଧ୍ୟାପକ ଭାବରେ କାର୍ଯ୍ୟ କରି 2002 ମସିହା ଜାନୁଆରୀ ମାସରେ ଅବସର ଗ୍ରହଣ କରିଛନ୍ତି। ଶିଶୁ ଓ କିଶୋରମାନଙ୍କ ପାଇଁ ସେ କେତୋଟି ଉପାଦେୟ ଗ୍ରନ୍ଥ ରଚନା କରିଛନ୍ତି? ତାଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକ ହେଲା ମାରିଚର ମନ କଥା ଓ ଅନ୍ୟାନ୍ୟ ପ୍ରବନ୍ଧ, ଶବ୍ଦର ଭେଳିକି, ଶବ୍ଦର ଫୁଲମାଳ, କେତେ କଥା କେତେ ନଥା ଇତ୍ୟାଦି। ଏହି ଲେଖାଟି ଲେଖକଙ୍କର ମାରିଚର ମନ କଥା ଓ ଅନ୍ୟାନ୍ୟ ପ୍ରବନ୍ଧ ପୁସ୍ତକରୁ ସଂଗୃହୀତ ହୋଇଛି। ଏ ସୁନ୍ଦର କଥା ୟା ଭିତରେ ଗୋଟେ ଅଛି, ବହୁତ ବଢ଼ିଆ ମେସେଜଟେ ଅଛି। ସମସ୍ତେ ପିଲାମାନେ ଯେତେବେଳେ କ୍ଲାସ୍ କରିବ, ଯେତେବେଳେ ଧ୍ୟାନ ଦେଇକି ଶୁଣିବ, ପ୍ରତ୍ୟେକ କଥାକୁ ଧ୍ୟାନ ଦେଇକି ଶୁଣିବ, ଏଥିରୁ ବହୁତ ଭଲ କଥା ମିଳିବ। କେବଳ ପରୀକ୍ଷାରେ ପଢ଼ିବ ଯେ ତା ନୁହଁ, ଆମ ଜୀବନରେ ମଧ୍ୟ ଅନେକ ସମୟରେ କାମରେ ଆସିବ। ମୁଁ ଯେମିତି ଅନେକ ମୋଟିଭେସନାଲ୍ ଭିଡ଼ିଓ ଛାଡ଼ୁଛି ସଞ୍ଜୟ ମୋଟିଭେସନ୍ ଚ୍ୟାନେଲରେ, ଅନ୍ୟ ସମସ୍ତେ ସବୁ ପିଲା ଦେଖୁଛ ଏବଂ ଦେଖୁଥାଉ, ସେମିତି କିଛି ଭଲ କଥା ଶିଖ। ଯେତେ ଅନେକ ଖରାପ କଥା ଆମେ ଶିଖୁଛନ୍ତି, ଗୀତ ନାଚ ଅନେକ କଥା ଦେଖୁଛନ୍ତି ଯାହାକି ଆମ ଜୀବନରେ କିଛି ମୂଲ୍ୟ ରଖିନଥାଏ, ତଥାପି ଆମେ ତାକୁ ଦେଖୁଛନ୍ତି। ଆମେ ଘଣ୍ଟା ଘଣ୍ଟା ଧରି କ୍ରିକେଟ୍ ଖେଳ ଦେଖୁଛନ୍ତି, ସମୟ ଅତିବାହିତ କରୁଛନ୍ତି। ଆମେ ଘଣ୍ଟା ଘଣ୍ଟା ଧରି କମେଡ଼ି ଦେଖୁଛନ୍ତି, ଅନ୍ୟାନ୍ୟ ବହୁତ ଜିନିଷ ଦେଖୁଛନ୍ତି। ମୁଁ ମନା କରୁନାହିଁ ତାହା ଦେଖିବା ପାଇଁ। ମୁଁ କହୁଛି ତାହା ଦେଖିବା ସହିତ ଆମେ କିଛି ଶିକ୍ଷଣୀୟ କଥା ବା ଜୀବନକୁ ବଦଳାଇ ଦେବାର କଥା ଯାହା ଅଛି ଆମେ ତାକୁ ଦେଖିବା ନିହାତି ଆବଶ୍ୟକ। ସେଥିପାଇଁ ଯେତେବେଳେ ସମୟ ମିଳିବ, ସୁବିଧା ମିଳିବ, ସୁଯୋଗ ମିଳିବ, ନିଶ୍ଚୟ ଦେଖିବ ସଞ୍ଜୟ ମୋଟିଭେସନ୍ ଚ୍ୟାନେଲ ଯେଉଁ ଭିଡ଼ିଓ ଗୁଡ଼ିକ ଛଡ଼ାଯାଉଛି, ପୂର୍ବ ଚ୍ୟାନେଲ, ଆମର ପୁରୁଣା ଚ୍ୟାନେଲରେ। ତ ଆଜିର କ୍ଲାସ୍କୁ ଆମେ ଆରମ୍ଭ କରିବା। କୀଟ ପତଙ୍ଗ, ପଶୁପକ୍ଷୀ, ମଣିଷଙ୍କ ବାସଭୂମି ଆମର ଏ ପୃଥିବୀ। ଆମେ ସମସ୍ତେ ଜାଣିଛନ୍ତି ଯେ ସେ କୀଟ ପତଙ୍ଗ ପାଖରୁ ଆରମ୍ଭ କରିକି ପଶୁ ପକ୍ଷୀ, ମଣିଷ, ଯେତେ ବଡ଼ ଛୋଟ ପିମ୍ପୁଡ଼ି ଠାରୁ ଆରମ୍ଭ କରିକି ହାତୀ ପର୍ଯ୍ୟନ୍ତ, ଡାଇନୋସର ଯେଉଁମାନେ କି ଚାଲିଗଲେଣି ଆଉ ତାଙ୍କର ବଂଶଧର ନାହାନ୍ତି, ତଥାପି ସେମାନେ ମଧ୍ୟ ବାସ କରୁଥିଲେ ପୃଥିବୀରେ। ଆଉ ସମସ୍ତେ ଚାହାନ୍ତି ସୁଖରେ ରହିବେ। ଟିକେ ଡିପ୍ଲି ଚିନ୍ତା କର ପିଲାମାନେ, ଯେ ପ୍ରତ୍ୟେକ ଜନ୍ତୁ, ପ୍ରତ୍ୟେକ ଜୀବ ଯେଉଁମାନେ ପୃଥିବୀରେ ବାସ କରନ୍ତି, ସେମାନେ କେବଳ ଚାହାନ୍ତିନି ଆମେ ରହିବା, ସେମାନେ କେହି ବି ଚାହାନ୍ତିନି ସଂଘର୍ଷ କରିବା। ସଂଘର୍ଷ ହେଇଯାଏ, ଆମେ କୁହନ୍ତି ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ, ଜୀବନ ପାଇଁ ସଂଗ୍ରାମ, ଜୀବନ ପାଇଁ ସଂଘର୍ଷ। ଆମେ ଅନେକ ସମୟରେ କହିଥାନ୍ତି ସଂଘର୍ଷ କରିବାକୁ ହେଲେ ବଞ୍ଚିବାକୁ ପଡ଼ିବ, ବା ବଞ୍ଚିବାକୁ ହେଲେ ସଂଘର୍ଷ କରିବାକୁ ପଡ଼ିବ। ଏହା ଠିକ୍, କିନ୍ତୁ କେହି ଚାହେଁନି ଯେ ସଂଘର୍ଷ କରିବା ପାଇଁ, କେହି ଚାହେଁନି ସଂଗ୍ରାମ କରିବା ପାଇଁ। ସମସ୍ତେ ଚାହାନ୍ତି ଆମେ ସୁଖରେ ଶାନ୍ତିରେ ଅତିବାହିତ କରିବା ଆମ ଜୀବନ, ଯେତିକି ଦିନ ଆମେ ବଞ୍ଚିବା। ଏ ସମାଜ ଧରାପୃଷ୍ଠରେ ଅବତରଣ କରିଛନ୍ତି, ଆମେ ତ ଦିନେ ନା ଦିନେ ଯିବା, କିନ୍ତୁ ଯେତିକି ଦିନ ବଞ୍ଚିବା ସୁଖ ଆଉ ଶାନ୍ତିରେ ବଞ୍ଚିବା। ଆନନ୍ଦରେ କାଳ କାଟିବେ, ଦୁଃଖରେ ରହିବା ପାଇଁ, ଅସୁବିଧା ଭୋଗିବା ପାଇଁ କେହି ଚାହାନ୍ତି ନାହିଁ। ତୁମେ ନିଜେ ଚିନ୍ତା କର, ତୁମ ଭିତରୁ କେହି କିମ୍ବା ତୁମ ପରିଚିତ କେହି, ତୁମର ପିତାମାତା, ତୁମର ପରିବାର, ବନ୍ଧୁଜନ, ପ୍ରିୟବର୍ଗ, ଏ ଯେତେକ ସମସ୍ତେ ଅଛନ୍ତି, ତାଙ୍କ ଭିତରୁ କେହି ଏମିତି ଅଛନ୍ତି କି ଜଣେ ବି ଯିଏ କହେ ସବୁବେଳେ ତୁମକୁ କହୁଥିବ ଯେ ମୁଁ ଟିକେ ଦୁଃଖ ଚାହୁଁଛି, ମୁଁ ଟିକେ ଦୁଃଖରେ ରହିବା ପାଇଁ ଖୁସି ମନେ କରେ ଏବଂ ଦୁଃଖ ପାଇବା ପାଇଁ ଇଚ୍ଛା କରୁଛି? କେହି କୁହନ୍ତି କି? କେହି କୁହନ୍ତି ନାହିଁ। କାରଣ କେହି ବି ଦୁଃଖରେ ରହିବା ପାଇଁ ଚାହାନ୍ତି ନାହିଁ, କେହି ବି କଷ୍ଟ ସହିବା ପାଇଁ ଚାହାନ୍ତି ନାହିଁ। ସମସ୍ତେ ଚାହାନ୍ତି ଜୀବନର ସୁଖ ଶାନ୍ତି ବଜାୟ ରହୁ। ସମସ୍ତେ ସିନା ସୁଖ ଖୋଜନ୍ତି, କିନ୍ତୁ ସୁଖ ପାଇବାର ବାଟଟି ସମସ୍ତଙ୍କୁ ଜଣା ନଥାଏ। ବୁଝିପାରୁଛ ତ
ମୁଁ କ'ଣ କହିବା ପାଇଁ ଚାହୁଁଛି, ଆମେ ଯେଉଁ ଏକଥା କହିଲେ ବର୍ତ୍ତମାନ ଯେ ସମସ୍ତେ ସୁଖ ଚାହାନ୍ତି କିନ୍ତୁ ପାଆନ୍ତି କି? ସମସ୍ତେ ପାଆନ୍ତି ନାହିଁ, କାରଣ ସୁଖ ପାଇବାର ରାସ୍ତାଟି ସମସ୍ତଙ୍କୁ ଜଣା ନଥାଏ। ଯେତେ ଯାହା ପାଇଲେ ବି ମନ ଭିତରେ ଶାନ୍ତି ନଥିଲେ ଆମକୁ ସୁଖ ମିଳେ ନା। ଆମେ ଯେତେ ପାଇଲେ ବି ଆମେ ସୁନା ସୁନା ହେଉଛନ୍ତି, ଆମ ପାଖରେ ସୁନାର ଟ୍ରକ୍ ଲଦି ଦିଆଯିବ। ଆମେ ଘର ଘର ହେଉଛନ୍ତି, ଆମକୁ ବଡ଼ ବିଲ୍ଡିଂ ଛାଡ଼ି ଦିଆଯିବ। ଆମେ ଟଙ୍କା ଟଙ୍କା ହେଉଛନ୍ତି, ଆମକୁ ଅନେକ ଟଙ୍କା ଦିଆଯିବ। ତାପରେ ଆମେ କ'ଣ କହିପାରିବା ଆମେ ଶାନ୍ତିରେ ରହିବା ବୋଲି? ନା, ଯଦି ମାନସିକ ଶାନ୍ତି ନାହିଁ ତାହେଲେ ଆମେ ଶାନ୍ତିରେ ରହିପାରିବାନି। ମାନସିକ ଶାନ୍ତି କେମିତି ଆସିବ? ଅନେକ କାରଣରୁ, ଯେ ଶାରୀରିକ କାରଣରୁ ମଧ୍ୟ ଆମେ ଯଦି ଶରୀର ଜ୍ୱର ଅଛି, ଥଣ୍ଡା ଅଛି, ଆମକୁ କଷ୍ଟ ହେଉଛି, ଆମ ହାତ କଟିଯାଇଛି, ଆମ ଗୋଟେ ବଡ଼ ରୋଗ ହୋଇଯାଇଛି, ସବୁ ଥିଲେ ମଧ୍ୟ କଷ୍ଟ ହେବ। ଆମର ପ୍ରିୟ ପରିଜନ କେହି ଅସୁବିଧାରେ ଥିଲେ ତାହା ବି କଷ୍ଟ ହେବ। ଯଦି ଆମର ଜଣେ ପ୍ରିୟ ପରିଜନ ସହିତ ଝଗଡ଼ା ହେଇଛି, କାହା ସହିତ ପଡ଼ୁନାହିଁ, ତାହା ବି କଷ୍ଟ ହେବ। ଆମକୁ ସମସ୍ତେ ବିପଦରେ ପକାଇବା ପାଇଁ ଚାହୁଁଛନ୍ତି, କେହି ଉପରକୁ ଉଠିବା ପାଇଁ ଦେଉନାହାନ୍ତି, ତାହା ବି କଷ୍ଟ ହେବ। ଅନେକ କାରଣରୁ ଆମେ କଷ୍ଟ ଭୋଗିଥାନ୍ତି, ସୁଖ ମିଳେ ନାହିଁ। ତେଣୁ ସୁଖ ପାଇବାକୁ ହେଲେ ସର୍ବପ୍ରଥମେ ଆମ ମନଟିକୁ ଶାନ୍ତ ରଖିବାକୁ ପଡ଼ିବ। ପ୍ରଥମ ହେଉଛି ଏଥର ମୁଖ୍ୟ ମନ, ଆମର ମାଇଣ୍ଡ। ଯଦି ଆମର ମନ ସ୍ଥିର ରହିବ, ଯଦି ଆମର ମନ ଖୁସିରେ ରହିପାରିବ, ତାହେଲେ ଆମେ ଖୁସି ରହିବା। ମନର ଶାନ୍ତି ପାଇଁ ଆମେ ଅନ୍ୟମାନଙ୍କୁ ଭଲ ପାଇ ଶିଖିବା। ଆମେ ଅନ୍ୟମାନଙ୍କୁ ଭଲ ପାଇଲେ ସେମାନେ ମଧ୍ୟ ଆମକୁ ଭଲ ପାଇବେ। ଅନ୍ୟ ପକ୍ଷରେ ଆମେ ଯଦି ଅନ୍ୟମାନଙ୍କୁ ଘୃଣା କରିବା, ସମସ୍ତଙ୍କ ଉପରକୁ ନାକ ଟେକିବା, ତାହେଲେ ଆମକୁ କାହିଁକି କିଏ ଭଲ ପାଇବ? ପିଲାମାନେ ଭଲ ଭାବରେ ଚିନ୍ତା କର। କୁହାଯାଏ ଦେଇଥିଲେ ପାଇ, ଗିଭ୍ ରେସ୍ପେକ୍ଟ ଆଣ୍ଡ ଟେକ୍ ରେସ୍ପେକ୍ଟ। ଯଦି ଆମେ ଜଣକୁ ରେସ୍ପେକ୍ଟ ଦେବା ଜାଣିଛନ୍ତି ତାହେଲେ ଆମେ ତା ପାଖରୁ ରେସ୍ପେକ୍ଟ ପାଇବା। ଯଦି ଆମେ ଜଣକୁ ଭଲ ପାଇପାରୁଛନ୍ତି ତାହେଲେ ଅନ୍ୟ ଜଣେ ଆମକୁ ଭଲ ପାଇବ। ଯଦି ଆମେ ଅନ୍ୟକୁ ସାହାଯ୍ୟ କରୁଛନ୍ତି ତାହେଲେ ଅନ୍ୟମାନେ ଆମକୁ ବି ସାହାଯ୍ୟ କରିବେ। ପ୍ରତ୍ୟେକ ଜିନିଷ ରିଟର୍ନ ହୁଏ। ସେଥିପାଇଁ ନ୍ୟୁଟନଙ୍କ ଲ ଅଛି, ତୁମେମାନେ ଜାଣିଥିବ, ଏଭ୍ରି ଆକ୍ସନ୍ ହେଜ୍ ଏ ଅପୋଜିଟ୍ ରିଆକ୍ସନ୍, ନୁହେଁ କି? ପ୍ରତ୍ୟେକ ଆକ୍ସନ୍ର ଗୋଟେ ଅପୋଜିଟ୍ ରିଆକ୍ସନ୍ ଅଛି। ଆମେ ଯଦି କାହାକୁ ଗୋଟେ ଚାପଟେ ମାରିବା ତାହେଲେ ତାକୁ ଯେତିକି କାଟିବ ତା ସହିତ ଆମ ହାତକୁ ମଧ୍ୟ କିଛି ସମ ପରିମାଣରେ କାଟିବ, ନୁହେଁ କି? ଆମେ ମଶାଟିକୁ ଦେହରେ ବସିଥିବ ମାରି ଦିଅନ୍ତି, ତା ପ୍ରତିବଦଳରେ ଆମେ ବି କିଛି କଷ୍ଟ ପାଆନ୍ତି। ଏସବୁ ଘଟଣା ଘଟେ। ଆମେ ପ୍ରତ୍ୟେକ ସମୟରେ କିଛି ନା କିଛି ଘଟଣା କାମ କରନ୍ତି। ସବୁର କ'ଣ ଥାଏ ନା ତା'ର ପ୍ରତିକ୍ରିୟା ଥାଏ। ମନର ଶାନ୍ତି ପାଇଁ ଆମେ ସମସ୍ତଙ୍କୁ ଭଲ ପାଇବା ଶିଖିବା ଦରକାର। ମନର ଶାନ୍ତି ପାଇଁ କ'ଣ କରିବା ନା ଆମେ ସମସ୍ତଙ୍କୁ ଭଲ ପାଇବା। ଯଦି ଆମେ ସମସ୍ତଙ୍କୁ ଭଲ ପାଇପାରୁଛନ୍ତି ତାହେଲେ ନିଶ୍ଚିତ ଭାବେ ଆମେ ମଧ୍ୟ ଭଲ ପାଇବା, ଯେମିତି ହଉ ପାଇବା। ଆମେ ଯଦି କାହା ସମ୍ପର୍କରେ ମନ ଭିତରେ ଖରାପ ଚିନ୍ତା ପୋଷଣ କରନ୍ତି, ଆମେ ତାକୁ କହିବାନି। ଆମେ ଧରାଯାଉ ଜଣେ ବ୍ୟକ୍ତିକୁ କହିବା ନାହିଁ ଯେ ଆମେ ତାକୁ ଖରାପ ପାଉଛନ୍ତି ବୋଲି, ଆମେ ତାକୁ ପସନ୍ଦ କରୁନାହାନ୍ତି ବୋଲି। ଏମିତି ଅନେକ ଥର ହୁଏନି କି ପିଲାମାନେ, ତୁମେ କ୍ଲାସ୍ରେ ଦେଖିଥିବ ତୁମର ସାଙ୍ଗ ପିଲାମାନଙ୍କୁ, ତୁମେ କିଛି ପିଲାଙ୍କୁ ମନେ ମନେ ଘୃଣା କରୁଥିବ, ହେଲେ ତା ଆଗରେ କହିନଥାଅ। ସେ ଆସିଲେ ତୁମେ ତା ଆଗରେ କହିଥାଉ କି ମୁଁ ତୋତେ ବହୁତ ଘୃଣା କରୁଛି, ତୋ କଥାବାର୍ତ୍ତା ମୋତେ ଭଲ ଲାଗୁନି, ଏମିତି କୁହନ୍ତି କି? କୁହନ୍ତି ନାହିଁ। ଆମେ ବରଂ ମିଶିବା ଦୂରେଇ ଦିଅନ୍ତି, ମିଶିବା ଛାଡ଼ି ଦିଅନ୍ତି, କିନ୍ତୁ ତାକୁ କୁହନ୍ତି ନାହିଁ। ଆମକୁ କୌଣସି ସାର୍ଙ୍କର ପାଠପଢ଼ା ଭଲ ଲାଗୁନି, ଆମକୁ କୌଣସି ସାର୍ଙ୍କର ଆଟିଚ୍ୟୁଡ଼ ବିହେଭିଅର୍ ଭଲ ଲାଗୁନି। ଅନେକ ବି ସାର୍ ଅଛନ୍ତି, ଅନେକ ବି ଶିକ୍ଷକ ଅଛନ୍ତି ଯେ ଯେଉଁମାନେ କି ଏଇ କୁକର୍ମ ସବୁ କରନ୍ତି, ନୁହେଁ କି? ବହୁତ ପେପରରେ ସବୁ ତାଙ୍କ କଥା ବାହାରେ ସବୁ, ତାହା ବି ଠିକ୍ କଥା, ମାନିବା ଦରକାର। ତ ସେଇଭଳିଆ ଲୋକ, ସେଇଭଳିଆ ଟିଚର୍, ସେଇଭଳିଆ ଶିକ୍ଷକ ଯେଉଁମାନେ ଅଛନ୍ତି ସେମାନେ ତ ସବୁବେଳେ ରହିବେ। ମୋର କହିବା କଥା, ସେମାନଙ୍କୁ ଆମେ ମୁହଁରେ କହିପାରନ୍ତି କି? ସାହସ ହୁଏ କି? ହୁଏନି। ଆମ ମନେ ମନେ ଖରାପ ପାଆନ୍ତି, ଏଇ ଶିକ୍ଷକ ଜଣ ଭଲ ନୁହନ୍ତି, ଏଇ ଶିକ୍ଷକ ଜଣକ ଆମକୁ ସବୁବେଳେ ବାଡ଼ଉଛନ୍ତି, ଆମକୁ ସବୁବେଳେ ମାରୁଛନ୍ତି, ଏଇ ଜଣକ ଆମକୁ ସବୁବେଳେ ଖରାପ କଥା କହୁଛନ୍ତି, ଆମକୁ ଖରାପ କାମ କରିବା ପାଇଁ କହୁଛନ୍ତି, ଆମକୁ ଯେଉଁ ଅଧିକ କାମ କରିବା ପାଇଁ କହୁଛନ୍ତି, ବାହାରେ ଇଟା ଉଠିବା ପାଇଁ କହୁଛନ୍ତି, ସଫା କରିବା ପାଇଁ କହୁଛନ୍ତି, ଇତ୍ୟାଦି ଇତ୍ୟାଦି ଯାହା ବି ଅଛି। ତୁମ ମନରେ ଯଦି ସେଇ କଥା ପଶିଗଲା ତେବେ ତୁମେ କ'ଣ ତାଙ୍କୁ କୁହ କି? କହିପାର ନାହିଁ, କିନ୍ତୁ ମନ ଭିତରେ ଥାଏ। ସେଇଭଳି କଥା, ଆମେ ଯଦି କାହା ସମ୍ପର୍କରେ ମନ ଭିତରେ ଖରାପ ଚିନ୍ତା କରିବା, ଦେଖିବ ତୁମେ ଯଦି କୌଣସି ସାର୍ଙ୍କ ଉପରେ ଖରାପ ଚିନ୍ତା ମନେ ମନେ କରିଛ, ତାହେଲେ ଧୀରେ ଧୀରେ ଦେଖିବ ସେ ସାର୍ଙ୍କର ତୁମ ପ୍ରତି ମଧ୍ୟ ଖରାପ ଭାବନା ଆସିଯିବ। କିଛି ଦିନ ଭିତରେ ସେ ତୁମକୁ ଭଲ ପାଇବେନି, ତୁମକୁ ଗାଳି କରିବେ, ତୁମକୁ ବେଶୀ ବେଶୀ ରାଗିବେ, ତୁମକୁ ବେଶୀ ବେଶୀ ଗାଳି କରିବେ, ନୁହେଁ କି? ତୁମକୁ ଜାଣି ଜାଣି ହଇରାଣ କରିବେ ଇତ୍ୟାଦି। ସାଙ୍ଗମାନେ ସେମିତି କରିବେ, ନୁହେଁ କି? ପ୍ରତ୍ୟେକ ଘଟଣା ସେମିତି ହେଇଥାଏ। ଅନ୍ୟମାନଙ୍କ ସମ୍ପର୍କରେ ଆମେ ମନର ଖରାପ ଭାବନା ଆମ ପ୍ରତି, ସେମାନଙ୍କ ମନରେ ବିରକ୍ତି ଓ ଘୃଣାଭାବ ସୃଷ୍ଟି କରିବ। ସେଇଥିପାଇଁ ସୁଖରେ ରହିବାକୁ ହେଲେ ମନ ଭିତରେ ସବୁବେଳେ ଭଲ ଚିନ୍ତା ରଖିବା, ଅନ୍ୟମାନଙ୍କ ହିତ କାମନା କରିବା। ମନ ଭିତରେ ଭଲ ଭାବନା ରଖିଲେ ଆମ ପାଇଁ ଏ ଦୁନିଆ ହୋଇଉଠିବ ସୁନ୍ଦର ଓ ଆକର୍ଷଣୀୟ। ସମସ୍ତେ ଆମକୁ ଆପଣାର ଜଣାପଡ଼ିବେ। ସେହି ସମ୍ପର୍କରେ କାହାଣୀଟି ଅଛି। ସେ କହୁଛନ୍ତି, ଯଦି ଆମେ ଜଣଙ୍କ ପ୍ରତି ହିତ କାମନା କରିବା, ଜଣଙ୍କର ହିତ କଥା ଚିନ୍ତା କରିବା, ଜଣଙ୍କର ଭଲ କଥା ଚିନ୍ତା କରିବା, ତାହେଲେ ଅଟୋମେଟିକ୍ ସିଏ ଆମର ପ୍ରତି କିଞ୍ଚିତ ମାତ୍ରାରେ ହେଉ ମଧ୍ୟ, ତାଙ୍କ ମନ ମଧ୍ୟରେ ହେଉ ମଧ୍ୟ ଭଲ କଥା ଆମର ଚିନ୍ତା କରିବ।
ଯଦି ଆମେ କାହାର ଅମଙ୍ଗଳ ଚିନ୍ତା କରୁଛନ୍ତି ତାହେଲେ ସିଏ ମଧ୍ୟ ପରୋକ୍ଷରେ ଆମ ପ୍ରତି ଅମଙ୍ଗଳ ଚିନ୍ତା ତାର ରହିବ। ଏମିତି ଏକ ଗୋଟେ କାହାଣୀ ଥିଲା, ସୁନ୍ଦର କାହାଣୀଟେ। ଏ କାହାଣୀଟିକୁ ପିଲାମାନେ ଶୁଣିବେ ଧ୍ୟାନ ଦେଇକି। କୌଣସି ଏକ ଦେଶରେ ଥିଲେ ଜଣେ ରାଜା। ନିଜର ପ୍ରଜାମାନଙ୍କୁ ସେ ଖୁବ୍ ଭଲ ପାଆନ୍ତି। ସେମାନଙ୍କ ସହିତ ମିଶି ତାଙ୍କର ସୁଖ ଦୁଃଖ ହାନିଲାଭ ବୁଝନ୍ତି। ପ୍ରଜାମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରି ଆନନ୍ଦ ଅନୁଭବ କରନ୍ତି। ମାନେ ମୋଟାମୋଟି ଭାବେ ବହୁତ ଭଲ ରାଜା ଥିଲେ ଜଣେ। ଦେଶର ପ୍ରଜାମାନେ ମଧ୍ୟ ରାଜାକୁ ଖୁବ୍ ଭଲ ପାଆନ୍ତି, ସମ୍ମାନ ମଧ୍ୟ ପ୍ରଦର୍ଶନ କରନ୍ତି। ବେଳେବେଳେ ରାଜଧାନୀରେ, ସବୁ ରାଜ୍ୟର ଗୋଟେ ରାଜଧାନୀ ଥାଏ। ଆମର ଯେମିତି ଓଡ଼ିଶାର ରାଜଧାନୀ ହେଉଛି କ୍ୟାପିଟାଲ, ଆମର ରାଜଧାନୀ ହେଉଛି ଭୁବନେଶ୍ୱର, କ୍ୟାପିଟାଲ ନୁହେଁ କି? ବେଳେବେଳେ ରାଜଧାନୀରେ ହାତୀ ଉପରେ ବସି ଭ୍ରମଣ କରିବା ପାଇଁ ରାଜା ଭଲ ପାଆନ୍ତି। ଥରକର କଥା, ସନ୍ଧ୍ୟା ସମୟ, ହାତୀ ଉପରେ ବସି ରାଜା ନଗର ଭ୍ରମଣ କରୁଥାନ୍ତି। ପୁରା ସହରଟାକୁ, ବଜାରଟାକୁ ବୁଲୁଛନ୍ତି। ବୁଲି ବୁଲି ହାତୀଟି ଆସି ପହଞ୍ଚିଲା ଗୋଟିଏ ଦୋକାନ ଆଗରେ। ହାତୀ ଏମିତି ବୁଲିବାଲି ଆସି ଗୋଟେ ଦୋକାନ ଆଗରେ ଠିଆ ହେଇଗଲା। ଦୋକାନରେ ଚନ୍ଦନ କାଠ ଓ ତହିଁରେ ନିର୍ମିତ ବିଭିନ୍ନ ସାମଗ୍ରୀ ବିକ୍ରୟ ହେଉଥିଲା। ଦୋକାନୀ ଉପରେ ରାଜାଙ୍କର ଦୃଷ୍ଟି ପଡ଼ିଗଲା। ହଠାତ୍ ରାଜାଙ୍କଠାରେ ଦେଖାଗଲା ଭାବାନ୍ତର। ଭାବାନ୍ତର କ'ଣ ନା, ଭାବର ଅନ୍ତର, ଅନ୍ୟ ଭାବ। ଯେଉଁ ପ୍ରକାର ଭାବ ତାଙ୍କ ମନରେ ସୃଷ୍ଟି ହେଇଥିଲା ତାଙ୍କ ପ୍ରତି, ସେ ଭାବ ନ ହେଇକି ଅଲଗା ପ୍ରକାର ଭାବ ସୃଷ୍ଟି ହେଇଗଲା ହଠାତ୍। କ'ଣ ପାଇଁ କି ଜଣାପଡ଼ିଲାନି। କ'ଣ ଭାବ ସବୁ ସୃଷ୍ଟି ହେଇଗଲା। ସେ ହଠାତ୍ ଦୋକାନୀ ଉପରେ ଭୀଷଣ ଚିଡ଼ି ଉଠିଲେ, ବିରକ୍ତି ହୋଇଥିଲେ। କ'ଣ ପାଇଁ କିଛି କାରଣ ନାହିଁ, ତାଙ୍କୁ କିଛି ଜଣାପଡ଼ୁନି। ସେ ଭାବୁଛନ୍ତି, ରାଜା ଭାବୁଛନ୍ତି ଏ ଲୋକଙ୍କୁ ତ ମୁଁ ଚିହ୍ନି ନାହିଁ, କିନ୍ତୁ ହଠାତ୍ କ'ଣ ପାଇଁ ତାଙ୍କ କଥା ମୋତେ ବିରକ୍ତି ଲାଗୁଛି, ତାଙ୍କୁ ଦେଖିଲେ କାହିଁକି ମୋତେ ରାଗ ଲାଗୁଛି। ଦୋକାନୀ ପ୍ରତି ତାଙ୍କ ମନରେ ଚେଇଁ ଉଠିଲା କ୍ରୋଧ ଆଉ ଘୃଣା। ଖୁବ୍ ଭୀଷଣ ଭାବରେ ରାଗିଗଲେ ରାଜା। ତାପରେ ଆଉ କ'ଣ ହେଲା ନା, ତାଙ୍କର ଇଚ୍ଛା ହେଲା ସିପାହୀ ପଠାଇ ଦୋକାନୀକୁ ସେ ଗିରଫ କରି ଆଣନ୍ତେ। ଇଚ୍ଛା ହେଲା ସିପାହୀ ପଠାଇକି, ସୈନ୍ୟକୁ ପଠାଇକି ତାଙ୍କୁ ଗିରଫ କରିକି ଆଣି ବନ୍ଦୀ କରିଦିଅନ୍ତେ। ବାଡ଼େଇନ୍ତି, ତାଙ୍କୁ ପିଟାନ୍ତେ, ତାଙ୍କୁ ଜେଲରେ ରଖିଦିଅନ୍ତେ। ଆଉ କ'ଣ କରନ୍ତେ, ଫାଶୀ ଖୁଣ୍ଟରେ ଝୁଲେଇ ଦିଅନ୍ତେ। ଏଭଳି ବି ରାଗ ଆସିଗଲା। ମନ ଭିତରେ ଏମିତିକା ଭାବନାଟିଏ ସିନା ଦେଖାଦେଲା, କିନ୍ତୁ ରାଜା ବୁଝିପାରିଲେ ନାହିଁ ତାଙ୍କ ମନରେ ଏପରି ଭାବନା ଖେଳିଗଲା କାହିଁକି। ରାଜା ଚିନ୍ତା କଲେ, ଏକଥା ମୋ ମନରେ ଏମିତି କାହିଁକି, ହଠାତ୍ କାହିଁକି ଖେଳିଗଲା। ତେବେ କ'ଣ ହେଲା ନା, ସିଏ ଦୋକାନୀ ତ ରାଜାଙ୍କର କିଛି କ୍ଷତି କରିନଥିଲା। ରାଜା ଏକଥା ଭଲ ଭାବେ ଜାଣିଛନ୍ତି। କେବେ କୌଣସି ଦୋଷ କରୁଥିବା ବିଷୟ ମଧ୍ୟ ରାଜାଙ୍କର ମନେ ପକାଇ ପାରୁନଥିଲେ। ତାହେଲେ ଦୋକାନୀ ପ୍ରତି ମନରେ ଏପରି କାହିଁକି ଭାବନା ଆସିଲା। ମନ କଥା ମନରେ ରଖି ରାଜା ସେଦିନ ଉଆସକୁ ଫେରିଲେ। ଉଆସ ମାନେ ତାଙ୍କର ବାସସ୍ଥାନ। ରାଜା ଥିଲେ ଜଣେ ଶାନ୍ତ ସ୍ୱଭାବର ଲୋକ। ଶୋଷଣ, ପୀଡ଼ନ, ପ୍ରଜାଙ୍କ ପ୍ରତି ଅତ୍ୟାଚାର କରିବା ଭଳି କୁକର୍ମ ସହିତ ତାଙ୍କର ଆଦୌ ସମ୍ପର୍କ ନଥିଲା। ସେ ଆଦୌ କରନ୍ତେ। ସେ ଜଣେ ଭଲ ରାଜା ଥିଲେ। ରାଜା ନିଜକୁ ଖୁବ୍ ବିଚଳିତ ବୋଧ କରୁଥିଲେ। ନିଜ ମନ ଭିତରେ ଦେଖା ଦେଇଥିଲା କୁଚିନ୍ତାର କାରଣ ଖୋଜିବା ପାଇଁ ସେ ଉତ୍କଣ୍ଠିତ ହେଲେ। ପରାମର୍ଶ ଉଦ୍ଦେଶ୍ୟରେ ମନ୍ତ୍ରୀକୁ ସେ ପାଖକୁ ଡକାଇଲେ। ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କ ଆଗରେ ସବୁ କଥା ଟିକିନିକି କରି ବର୍ଣ୍ଣନା କଲେ। କୌଣସି ଦୋଷ କରିନଥିବା ସେହି ଦୋକାନୀର ସମ୍ପର୍କରେ ତାଙ୍କ ମନରେ ଏପରି ଭାବନା କାହିଁକି ଆସିଲା। ଯେପରି ହେଉ ପଛେ ଏହାର କାରଣ ଅନୁସନ୍ଧାନ କରି ବାହାର କରିବା ପାଇଁ ମନ୍ତ୍ରୀକୁ ରାଜା ଅନୁରୋଧ ଜଣାଇଲେ। ତା ପରଦିନ ସନ୍ଧ୍ୟାବେଳେ ମନ୍ତ୍ରୀ ଯାଇ ପହଞ୍ଚିଲେ ଚନ୍ଦନ କାଠର ବିକ୍ରେତା ସେଇ ଦୋକାନୀଙ୍କ ପାଖରେ। ଦୋକାନଟି ଥିଲେ ମନ୍ତ୍ରୀଙ୍କର ଜଣେ ବନ୍ଧୁ। ଅନେକ ଦିନ ହେଲା ଦୁଇ ବନ୍ଧୁଙ୍କର ଦେଖା ସାକ୍ଷାତ ହୋଇନଥିଲା। ମନ୍ତ୍ରୀଙ୍କୁ ଦେଖି ଦୋକାନୀ ଜଣକ ଖୁବ୍ ଖୁସି ହୋଇଗଲେ। ବିଭିନ୍ନ ବିଷୟରେ ଦୁହେଁ ଗପସପ ଆରମ୍ଭ କରିଦେଲେ। ଏବେ ବ୍ୟବସାୟ କିପରି ଚାଲିଛି ବୋଲି ମନ୍ତ୍ରୀ ପଚାରିଲେ। ଦୋକାନୀ ସେଇଠୁ କହିଲେ, କ'ଣ କରିବି ଭାଇ, ବ୍ୟବସାୟ ଏବେ ମୋର ବହୁତ ମାନ୍ଦା। କିଛି ଦିନ ଆଗରୁ ଚନ୍ଦନ କାଠର ଭାଉ ବହୁତ କମି ଯାଇଥିଲା। ଆଗକୁ ଦର ବଢ଼ିବ ବୋଲି ଆଶା କରି ମୁଁ ବହୁତ ଚନ୍ଦନ କାଠ କିଣି ପକାଇଥିଲି, କିନ୍ତୁ ଏବେ ଚନ୍ଦନର ଚାହିଦା ନାହିଁ। କେହି କିଣିବାକୁ ଚାହୁଁନାହାନ୍ତି। ଦର ମଧ୍ୟ ବହୁତ କମିଯାଇଛି। ଦୋକାନରେ ମାଲ ଭର୍ତ୍ତି ହୋଇ ରହିଛି, ଅଥଚ କିଣିବାକୁ ଲୋକ ନାହାନ୍ତି। ବ୍ୟବସାୟରେ ଖଟାଇଥିବା ଟଙ୍କା ମୋ ହାତକୁ ଫେରି ପାରୁନାହିଁ। ସେଥିପାଇଁ ମନରେ ମୋର ବହୁତ ଚିନ୍ତା। ବନ୍ଧୁଙ୍କର କଥାକୁ ମନ ଦେଇ ଶୁଣୁଥିଲେ ମନ୍ତ୍ରୀ। ଦୋକାନୀଙ୍କ ସମସ୍ୟାକୁ ବୁଝୁଥିଲେ। ତାଙ୍କୁ ଆଶ୍ୱାସନା ଦେବାକୁ ଯାଇ କହିଲେ, ହଁ ଭାଇ, ବ୍ୟବସାୟରେ ଉଠାପକା ଲାଗିଥାଏ। ସବୁଦିନ ବି ସମାନ ଯାଏ ନା। ଯାହାହେଲେ ବି ତୁମକୁ କିଛି ଦିନ ପାଇଁ ଧୈର୍ଯ୍ୟ ଧରିବାକୁ ହେବ। ଅସୁବିଧା ନହେଲେ ସୁବିଧାର ସୁଆଦ ଚାଖି ହୁଅନ୍ତା ନାହିଁ। କିଛି ସମୟ ଚୁପ୍ ରହି ଟିକେ ଗମ୍ଭୀର ହୋଇ ଦୋକାନୀ କହିଲେ, ସବୁ ସମସ୍ୟାର ସମାଧାନ ଅବଶ୍ୟ ଅଛି। କେବଳ ଗୋଟିଏ ଘଟଣା ଘଟିଲେ ନିଜ ସମସ୍ୟାରୁ ମୁଁ ତତ୍କ୍ଷଣାତ୍ ମୁକ୍ତି ପାଇଯାଆନ୍ତି। କ'ଣ ସେ ଘଟଣା? ଦୋକାନୀ ଜଣକ ଦୋକାନୀଙ୍କ ମୁହଁରୁ ଏତକ ଶୁଣି ମନ୍ତ୍ରୀଙ୍କର ଉତ୍ସୁକତା ବଢ଼ିଲା। ଆଗ୍ରହରେ ସେ ପଚାରିଲେ, ସତ ନା କ'ଣ? କହିଲ ଦେଖି, କେଉଁ ଘଟଣାଟି ଘଟିଲେ ତୁମେ ସମସ୍ୟା ମୁକ୍ତ ହୋଇପାରିବ ବୋଲି ଭାବୁଥିଲ? ତା ପଚାରିଲେ, କ'ଣ ଘଟଣା ଘଟିଲେ ତୁମେ ଏହି ସମସ୍ୟା ମୁକ୍ତ ହୋଇପାରିବ ବୋଲି କହୁଛ?
ଦୋକାନ ଜଣକ ଟିକିଏ ହାରିଗଲା ଭଳି ଢଙ୍ଗରେ ଧୀର ସ୍ୱରରେ କହିଲେ, ମୁଁ ଭାବୁଥିଲି କ'ଣ କି ଆମ ରାଜାଙ୍କର ଯଦି ହଠାତ୍ କାଳ ହୋଇଯାନ୍ତା ଅର୍ଥାତ୍ ମୃତ୍ୟୁ ହୋଇଯାନ୍ତା ତେବେ ମୋ ସମସ୍ୟାର ସମାଧାନ ହୋଇଯାନ୍ତା। ମନ୍ତ୍ରୀ ପଚାରିଲେ, କିପରି? ରାଜାଙ୍କ କାଳ ହେବା ସହିତ ଏ ଘଟଣାର କ'ଣ ସମ୍ପର୍କ ଅଛି? ଦୋକାନୀ କହିଲେ, ହଁ ବନ୍ଧୁ, ସମ୍ପର୍କ ଅଛି। ରାଜାଙ୍କ ମୃତ୍ୟୁ ଘଟିଲେ ତାଙ୍କର ଶବଦାହ ପାଇଁ ତାଙ୍କର ଯେଉଁ ଚିତା ପୋଡ଼ାଯିବ ଚନ୍ଦନ କାଠ ଆବଶ୍ୟକ ହୁଅନ୍ତା। ମୋ ଦୋକାନ ଭିତରେ ଏତେ ପରିମାଣର ଚନ୍ଦନ କାଠ ଆଉ କେଉଁଠି ମିଳିବ ନାହିଁ। ସେହି ମୌକାରେ ମୋ ଦୋକାନରେ ଥିବା ସବୁତକ ଚନ୍ଦନ କାଠ ବିକ୍ରି ହୋଇଯାନ୍ତା, ଆଉ ମୁଁ ଚିନ୍ତାରୁ ମୁକ୍ତି ପାଇଯାଆନ୍ତି। ଦୋକାନର କଥା ଶୁଣି ମନ୍ତ୍ରୀ ସବୁ ବୁଝିପାରିଲେ ଶାନ୍ତ ସରଳ ସ୍ୱଭାବର ରାଜାଙ୍କ ମନରେ ଦୋକାନୀ ବିରୋଧରେ ଜାତ ହୋଇଥିଲା କୁଚିନ୍ତାର ଅସଲ କାରଣ ଜାଣିପାରିଲେ। ମନ୍ତ୍ରୀ କହିଲେ, ଆଚ୍ଛା, ଏଇଥିପାଇଁ ତାହେଲେ ରାଜାଙ୍କ ମନରେ ଏତେ ଭଲ ରାଜାଙ୍କ ମନ ଭିତରେ ସୃଷ୍ଟି ହେଲା କ'ଣ? ସେଇ ଦୋକାନୀ ପ୍ରତି ଅବହେଳା ଭାବ। ରାଜାଙ୍କର ଅକାଳ ମୃତ୍ୟୁ ଘଟିଯାଉ ବୋଲି ଦୋକାନୀ ମନରେ ଭାବନାଟିଏ ଆସିଥିବା କାରଣରୁ ସେ ରାଜା ଦୋକାନୀ ବିଷୟରେ ଏପରି ଭାବିଛନ୍ତି ସେ କଥା ବୁଝିବାକୁ ବାକି ରହିଲା ନାହିଁ। ମନ କଥା ମନେ ରଖି ଦୋକାନର ଦୁଃଖ ଲାଘବ କରିବା ପାଇଁ ସେ କହିଲେ, ଭାଇ, ଗୋଟିଏ ଉଦ୍ଦେଶ୍ୟ ନେଇ ମୁଁ ତୁମ ପାଖକୁ ଆସିଥିଲି। ରାଜା ମୋତେ ପଠାଇଥିଲେ ଚନ୍ଦନ କାଠର କିଛି ସାମଗ୍ରୀ ଗଢ଼ାଇବା ପାଇଁ ମଣିମା ଇଚ୍ଛା କରୁଛନ୍ତି। ତାଙ୍କ କାମ ପାଇଁ ବହୁତ ଚନ୍ଦନ କାଠ ଦରକାର। ଆମ ରାଜଧାନୀ ବଜାରରେ ଏବେ ଏତେ କାଠ ମହଜୁଦ ଅଛି କି ନାହିଁ ମୁଁ ବୁଝିବା ଲାଗି ମୁଁ ଆସିଥିଲି। ତୁମେ ତ ଏଠାରେ ଏକମାତ୍ର ଚନ୍ଦନ କାଠ ବ୍ୟବସାୟୀ। ତୁମ ସହିତ କଥା ହେବା ପରେ ଜାଣୁଛି ତୁମ ପାଖରେ ବହୁତ କାଠ ଅଛି। ରାଜା ଆମର କିଣିବା ପାଇଁ ଚାହୁଁଛନ୍ତି। ଅପୂର୍ବ ଯୋଗାଯୋଗ, ଖୁବ୍ ଭଲ ହେଲା। ତୁମେ ଚନ୍ଦନ କାଠ ତକ ସୁରୁଖୁରୁରେ ବିକ୍ରି କରିଦିଅ। ଆଗାମୀକାଲି ଛାମୁ ସବୁତକ କିଣିନେବେ। ଛାମୁ ଅର୍ଥାତ୍ ରାଜା। ଦୋକାନୀକୁ ଏହା କହି ମନ୍ତ୍ରୀ ଫେରି ଆସିଲେ। ରାଜାଙ୍କର କାଠ କିଣିବା ସମ୍ପର୍କରେ ସୂଚନା ପାଇଁ ଦୋକାନୀ ବହୁତ ଖୁସି ହେଲେ। ବୁଡ଼ି ଯାଉଥିବା ଲୋକକୁ ଆଶ୍ରା ମିଳିଗଲା ଭଳି ତାଙ୍କୁ ବୋଧ ହେଲା। ତାଙ୍କୁ ଲାଗିଲା ଯେ ମୁଁ ମୃତ୍ୟୁବରଣ କରିଥାନ୍ତି, ଖାଇବାକୁ ନ ପାଇକି ମୋ ପରିବାର ଭାସି ଯାଇଥାନ୍ତା। ଯାହା ହଉ ରାଜା ଏତେ ଭଲ ରାଜା, ତାଙ୍କର ଚନ୍ଦନ କାଠ ପାଇଁ ଖୋଜୁଛନ୍ତି ଚନ୍ଦନ କାଠ ତାଙ୍କର କାର୍ଯ୍ୟ ପାଇଁ ମୋର ବିକ୍ରି ହେଇଯିବ। ମନେ ମନେ ସେ ବହୁତ ଆନନ୍ଦିତ ହେଲେ। ରାଜାଙ୍କ ଅକାଳ ମରଣ ବିଷୟରେ ମନ ଭିତରେ ଚିନ୍ତା କରୁଥିବାରୁ ସେ ଲଜ୍ଜିତ ହେଲେ। ମନରେ ଅନୁତାପ ଆସିଲା। ମନେ ମନେ ସେ ଭାବିଲେ, ସତରେ ଆମ ରାଜା ବଡ଼ ଦୟାଳୁ। ଏମିତିକା ଦୟାବାନ ରାଜାଙ୍କ ସମ୍ପର୍କରେ ମୁଁ କେଡ଼େ ଖରାପ ଚିନ୍ତା କରୁଥିଲି। ଧିକ୍ ମୋତେ। ଆମ ରାଜା ଶହ ଶହ ବର୍ଷ ବଞ୍ଚନ୍ତୁ। ତାଙ୍କ ଚଲାପଥରେ ଭଗବାନ କରୁଣା ବରସନ୍ତୁ। ତା ପରଦିନ ସଞ୍ଜବେଳର ଘଟଣା। ହାତୀ ପିଠିରେ ବସି ରାଜା ନଗର ଭିତରେ ବୁଲୁଥାନ୍ତି। ବୁଲି ବୁଲି ସେ ଦୋକାନ ଆଗରେ ପହଞ୍ଚିଲେ। ସେ ଦୋକାନର ସାଜସଜ୍ଜା ରାଜାଙ୍କୁ ଭାରି ଭଲ ଲାଗିଲା। ଚନ୍ଦନର ସୁବାସରେ ସେ ଅଞ୍ଚଳଟି ମହକି ଉଠୁଥିଲା। ଦୋକାନ ଭିତରେ ଗରାଖଙ୍କ ସହିତ ଦୋକାନୀଟି ହସି ହସି କଥାବାର୍ତ୍ତା କରୁଥିଲା। ଦୋକାନୀକୁ ଦେଖିଦେବା ପରେ ତା ପ୍ରତି ରାଜାଙ୍କର ସ୍ନେହଭାବ ଆସିଗଲା। 2 ଦିନ ତଳେ ଦୋକାନଟି ପ୍ରତି ତାଙ୍କ ମନରେ ଯେଉଁ ଖରାପ ଭାବନା ଆସିଥିଲା ସେ କଥା ମନେ ପକାଇ ରାଜା ମଧ୍ୟ ଦୁଃଖ ପ୍ରକାଶ କରୁଥିଲେ। ମନେ ମନେ ଭାବୁଥିଲେ ରାଜା ଯେ ମୁଁ କାହିଁକି 2 ଦିନ ପୂର୍ବରୁ ଏ ଲୋକଟିକୁ ଖରାପ ଭାବିଲି, ତାକୁ ବଳି ଦେଇଦେବି ବୋଲି ଭାବିଲି, ଶୂଳି ଚଢ଼େଇଦେବି ବୋଲି ଭାବିଲି, ଫାଶୀ ଦେଇଦେବି ବୋଲି ଭାବିଲି। ଏ ଲୋକଟି ଆଜି ତ ମୋତେ ଭଲ ଲାଗୁଛି, ଠିକ୍ ଲାଗୁଛି, କିନ୍ତୁ ବୁଝିପାରିଲେନି ଯେ ଏଇ କାରଣରୁ ତାଙ୍କୁ ଖରାପ ଲାଗିଥିଲା। କାରଣ ସିଏ ତା ପୂର୍ବରୁ ତାଙ୍କ ମନରେ ପୋଷଣ କରୁଥିଲା ରାଜାଙ୍କର ମୃତ୍ୟୁ ହୋଇଯାଉ। ରାଜାଙ୍କର ଖରାପ କଥା ଚିନ୍ତା କରୁଥିଲା। ଅଟୋମେଟିକ୍ ସେଥିପାଇଁ ରାଜାଙ୍କର ମନ ଭିତରେ ସେ ଦୋକାନୀ ପ୍ରତି ଖରାପ ଭାବନା ଚାଲି ଆସିଥିଲା। ଜଣେ ନିର୍ଦ୍ଦୋଷ ଲୋକକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାର ଚିନ୍ତା କରି ତାଙ୍କ ମନ ଭିତରେ ପଶି ଯାଇଥିବା ଯୋଗୁଁ ସେ ଅନୁତାପ କରୁଥିଲେ। ଭଗବାନଙ୍କ ନିକଟରେ ସେଥିପାଇଁ କ୍ଷମା ମାଗୁଥିଲେ। ରାଜା ଏପରି ଭାବୁଥିବା ବେଳେ ଦୋକାନୀ ତାଙ୍କୁ ଦେଖିପାରିଲେ। ହଠାତ୍ ତାଙ୍କ ମନରେ ଆନନ୍ଦର ଜୁଆର ଖେଳିଗଲା। ତାଙ୍କୁ ଜଣାଗଲା ଇଏ ତ ରାଜା ନୁହନ୍ତି, ସତେ ଯେମିତି ସ୍ୱୟଂ ଭଗବାନ ଦୋକାନ ଦୁଆରେ ଠିଆ ହୋଇଛନ୍ତି। କରୁଣାର ନଈଟିଏ ବୋହିଯାଉଛି ବାବା। ରାଜାଙ୍କ ପ୍ରତି ତାଙ୍କର ଅନ୍ତର କୃତଜ୍ଞତା ଭରି ଉଠିଲା। ସେ ଦୋକାନୀ ଜଣକ ମଧ୍ୟ ରାଜାଙ୍କୁ ଦେଖିଲା ଏ ଅବସ୍ଥାରେ। ସେ ଜାଣିଥିଲା ଯେ ରାଜା ଆସିଛନ୍ତି ଚନ୍ଦନ କାଠ କିଣିବା ପାଇଁ। ତେଣୁ ସିଏ ମଧ୍ୟ ଆହୁରି ଅତ୍ୟନ୍ତ ଖୁସି ହେଇଗଲା। ଖୁସି ହେଇକି ତାଙ୍କ ପାଖକୁ ଚାଲି ଆସିଲା ଏବଂ ରାଜାଙ୍କୁ ପ୍ରଣିପାତ କଲା ଏବଂ ରାଜାଙ୍କ ପାଖରୁ କ'ଣ କଲା, ତାଙ୍କୁ ଅତିଥି ଚର୍ଚ୍ଚା ଭଲ କଲା। ଗପଟି ଶୁଣିଲ ସମସ୍ତେ, ଲେଖାଟି ପଢ଼ିଲ ସମସ୍ତେ, ବୁଝିଲ କେତେ ସୁନ୍ଦର କଥା। ଶେଷର ମେସେଜ ଏତିକି ଯେ ଯଦି ଆମେ ଅନ୍ୟକୁ ଭଲ ପାଇବା, ବୁଝିଗଲା କି, ସ୍ୱଚ୍ଛ ହୃଦୟରେ ଆମେ ଯଦି ଅନ୍ୟକୁ ଭଲ ପାଇବା, ଅନ୍ୟମାନେ ମଧ୍ୟ ଆମକୁ ଭଲ ପାଇବା ଦେବେ। ତ ବର୍ତ୍ତମାନ ଆମେ ଏଇ କ୍ଲାସ୍ର ପ୍ରଶ୍ନକୁ ଆଲୋଚନା କରିବା। ପ୍ରଶ୍ନ କ'ଣ ସବୁ ରହିଛି? ବିପରୀତ ଶବ୍ଦ 5ଟି ଲେଖିବା ପାଇଁ ଦିଆଯାଇଛି। ବିପରୀତ ଶବ୍ଦ ମଧ୍ୟରେ ରହିଛି ପୁରାତନ, 1ରେ ପୁରାତନ, 2ରେ ଦିବସ, 3ରେ ବିଶାଳ, 4ରେ ଉଚ୍ଚ, 5ରେ ବ୍ୟବସ୍ଥା। 5 ଶବ୍ଦ ତୁମେ ତାର ବିପରୀତ ଶବ୍ଦ ଲେଖିକି ଦେଖାଇବ ଏବଂ ଇନବକ୍ସରେ ସମସ୍ତେ ଲେଖିବ। ଯଦି କ୍ଲାସ୍ଟି ଭଲ ଲାଗୁଛି କମେଣ୍ଟ କରିବ, ଲାଇକ୍ କରିବ ଏବଂ ପୁଣି ପରବର୍ତ୍ତୀ କ୍ଲାସ୍ରେ ଆମେ ଦେଖା ହେବା ଅନ୍ୟ ଏକ ବିଷୟକୁ ନେଇକି। ସେତେବେଳେ ପର୍ଯ୍ୟନ୍ତ ସମସ୍ତଙ୍କୁ ବିଦାୟ। ସମସ୍ତେ ଭଲରେ ଥିବ, ଖୁସିରେ ଥିବ। ସମସ୍ତଙ୍କ ଖୁସିରେ ଆମ ଖୁସି। ଧନ୍ୟବାଦ।